ମୁଁ ଅମର ବିଶ୍ୱାଳ ଆଧ୍ୟାତ୍ମିକବାଦୀ ଜଣେ ଚିନ୍ତାନାୟକ ଏବଂ ଜଣେ ମାର୍ଗଦର୍ଶକ। ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ମାଳିକା ବର୍ଣ୍ଣିତ ହରିହର କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର। ଏଠି ଅନେକ ଆଧ୍ୟାତ୍ମିକବାଦୀ ବିଭିନ୍ନ ପର୍ବରେ ଏପରିକି ରଥଯାତ୍ରାରେ ସେମାନେ ଏକାଠି ହୁଅନ୍ତି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଟଣା ହୁଏ। ବିଶେଷ ତାଙ୍କର ଉତ୍ସବକୁ ଏଠି ହଜାର ହଜାର ଲୋକ ଉପଭୋଗ କରନ୍ତି। ତେଣୁ ମୁଁ ଏ ସମ୍ପର୍କରେ ଆମର ଠାକୁର ରାଜାଙ୍କୁ ଆସି ପଚାରିଥିଲି ଯେ ପ୍ରକୃତ କିଛି ପ୍ରକୃତ ଭାବରେ ସେମାନେ ଠାକୁରଙ୍କୁ ଭକ୍ତି କରନ୍ତି, ନିଜ ସଂସ୍କାର କରିଛନ୍ତି, ସେଭଳି କିଛି ଲୋକ ଅଛନ୍ତି କି? ସେ କହିଲେ ଏଠି ଉତ୍ସର୍ଗୀକୃତ ସେବକ ଅଛନ୍ତି, ଭକ୍ତ ନାହାନ୍ତି। ସେବା କରିବା ବାଲା ଅଛନ୍ତି କିନ୍ତୁ ଭକ୍ତ ନାହାନ୍ତି। ଯେ ଆଜିର ଯେଉଁ ପ୍ରସଙ୍ଗ ଉଠୁଛି ଯେ ମନୁଷ୍ୟ ସମାଜର ସଫଳତା ପାଇଁ ଆଧ୍ୟାତ୍ମିକତାର କେତେ ଦୂର ଆବଶ୍ୟକତା ଅଛି, ସେ ସମ୍ପର୍କରେ ମୁଁ ଦୁଇ ମିନିଟ୍ କହିବି। ଯେ ମନୁଷ୍ୟ ଦେହ ଦିବ୍ୟଜ୍ଞାନ ଦେଖି ସନ୍ତୋଷ ଭଗବାନ। ମନୁଷ୍ୟ ପାଖରେ ଏଭଳି କିଛି ଜ୍ଞାନର ଶକ୍ତି ଅଛି ଯାଦ୍ୱାରା ସେ ଭଲ ମନ୍ଦକୁ ବିଚାର କରିପାରେ ଏବଂ ଗୋଟେ ଶ୍ରେଷ୍ଠ ମନୁଷ୍ୟ ହେବା ପାଇଁ ସେ ନିଜକୁ ପ୍ରଶିକ୍ଷିତ କରିପାରେ ଏବଂ ତାର ଯେଉଁ ଅବଦାନ ଅଛି ସେ ଅବଦାନକୁ ଦେଇପାରେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଯେଉଁମାନେ ଆଧ୍ୟାତ୍ମିକବାଦୀ ଚିନ୍ତାଧାରାରେ ବିଶ୍ୱାସ କରନ୍ତି ସେମାନେ ମନୁଷ୍ୟକୁ କେବେ ତର୍ଜମା କରିନାହାନ୍ତି। ଜନ୍ମାତ୍ ମନୁଷ୍ୟ ଜନ୍ମ ହେଲେ ଜଣେ ମନୁଷ୍ୟ, ମନଠାରେ ଯେଉଁ ଉତ୍ସ ଥାଏ, ଯେଉଁ ଆଗ୍ରହ ଥାଏ, ଯେଉଁ ଆବେଗ ଥାଏ, ତାହା ହିଁ ମନୁଷ୍ୟ। କିନ୍ତୁ ସେ ଆବେଗକୁ ଆମେ କିପରି ଆଧ୍ୟାତ୍ମିକ ମାର୍ଗରେ ନେଇପାରିବା, କିପରି ତାକୁ ସଫଳତା ଆଡ଼କୁ ନେଇପାରିବା, ଭଲ ରାସ୍ତାକୁ ନେଇପାରିବା, ସେ ସମ୍ପର୍କରେ ଆମର ପ୍ରବଚକମାନେ, ଆମର ଜ୍ଞାନୀ, ଆମର ଆଧ୍ୟାତ୍ମିକବାଦୀମାନେ ସେମାନେ ବିଶେଷ କିଛି ଲୋକଙ୍କୁ ସେମାନେ ପ୍ରବର୍ତ୍ତାଇ ପାରନ୍ତି ନାହିଁ। ଯାଦ୍ୱାରା ତେଣୁ ଯେଉଁ ଆଧ୍ୟାତ୍ମିକବାଦୀମାନେ ଏ ସଂସାରରେ ଆଧ୍ୟାତ୍ମିକବାଦର ଯେଉଁ ପ୍ରଚାର କରୁଛନ୍ତି ସେମାନେ ଠିକ୍ ଭାବରେ ମନୁଷ୍ୟକୁ ଦିଗ୍ଦର୍ଶନ ଦେଇପାରୁନାହାନ୍ତି। ସେଥିପାଇଁ ମୋର ଆବେଗ ରହିଛି। ମୁଁ ସେ ସମ୍ପର୍କରେ ଆମର ଏଇ ଯେଉଁ ହରିହର କ୍ଷେତ୍ର ମାଳସ୍ଥିତ ଜଗନ୍ନାଥ ମନ୍ଦିରର ଯେଉଁ ଠାକୁର ରାଜା ଅଛନ୍ତି ଆଡ଼ଭୋକେଟ୍ ପ୍ରଶାନ୍ତ ନାୟକ, ତାଙ୍କୁ ଭେଟିଥିଲି, ସାକ୍ଷାତ କରିଥିଲି। ଯେ ଜନ୍ମାତ୍ ମନୁଷ୍ୟ ପାଖରେ ଜନ୍ମ ବେଳୁ ତାର ମନରେ ଯେଉଁ ଉତ୍ସ ଭାବ ଅଛି, ସେଇ ଉତ୍ସ ଭାବକୁ ଆମେ କିପରି ସତ୍ମାର୍ଗରେ ତାକୁ ସଫଳତା ଆଡ଼କୁ ନେଇପାରିବା, ତାହା ହିଁ ଆମର ଧ୍ୟେୟ ହେବା ଉଚିତ। ତାଙ୍କ ସହିତ ଆଲୋଚନା କାଳରେ ଆମେ ଆଲୋଚନା କରିଥିଲୁ ବାଲ୍ୟ ଭକ୍ତି ତରୁଣେ ଜ୍ଞାନ ଯୌବନେ ସତ୍କର୍ମ ପ୍ରୌଢ଼େଶ୍ଚ ମୁଖ୍ୟ। ବାଲ୍ୟ କାଳରୁ ହିଁ ତାକୁ ଭକ୍ତି ବାବଦରେ ତାକୁ ଶିକ୍ଷା ଦେବାକୁ ପଡ଼ିବ, ଯାଦ୍ୱାରା ସେ ସଂଯମୀ ହେବ, ଶୃଙ୍ଖଳିତ ହେବ ଏବଂ ଏହି ସଂଯମୀ ଏବଂ ଶୃଙ୍ଖଳିତ ମନ ତାକୁ ବିଭିନ୍ନ ଜ୍ଞାନ ସଦ୍ଜ୍ଞାନରେ ସେ ତାକୁ ବିଭୂଷିତ କରିବ ଏବଂ ସଦ୍ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଯିଏକି ଶିକ୍ଷା ଏବଂ ଅଭିଜ୍ଞତାରୁ ତାର ଯେଉଁ ଜ୍ଞାନ ହୁଏ, ସେ ଜ୍ଞାନ ପ୍ରଜ୍ଞାନ ହୁଏ, ପ୍ରଜ୍ଞାନରୁ ତାର ବିଜ୍ଞାନ ହୁଏ ଏବଂ ସେଇ ବିଜ୍ଞ ବ୍ୟକ୍ତି, ସେଇ ପ୍ରାଜ୍ଞ ବ୍ୟକ୍ତି ସେ ଜଣେ ମାନବତାର ଉତ୍ଥାନରେ ସେ ନିଜକୁ ମହାମାନବ କରିପାରେ, ସେ ନିଜକୁ ମହାପୁରୁଷ କରିପାରେ, ନିଜକୁ ଶ୍ରେଷ୍ଠ ମାନବ ଭାବରେ ପ୍ରତିପାଦିତ କରିବା ସହ ଅନ୍ୟମାନଙ୍କୁ ସେ ଟ୍ରାନ୍ସମିଶନ୍ କରାଏ, ଭଲ ମଣିଷ ହେବା ପାଇଁ ସେ ଅନୁପ୍ରେରିତ କରେ। ତେଣୁ ଏଇ ଯେଉଁ ସିଷ୍ଟମ୍ ଅଛି, ଏ ସିଷ୍ଟମ୍ ସମ୍ପର୍କରେ ଯେ ଆମର ଯେଉଁ ଆଧ୍ୟାତ୍ମିକବାଦୀ ଧର୍ମଗୁରୁମାନେ ଅଛନ୍ତି ସେମାନେ ବିଶେଷ ଭାବରେ ଲୋକଙ୍କୁ ଏ ବାବଦରେ ଅବଗତ କରେଇ ନାହାନ୍ତି। ଯେ ମନୁଷ୍ୟର କର୍ମ କ'ଣ ରହିବ, ପ୍ରଥମ କର୍ମ ହେଉଛି ସେ ଆତ୍ମଶୁଦ୍ଧ ହେବ। ଆତ୍ମଶୁଦ୍ଧି ହେଲେ ସେ ଶୁଦ୍ଧ ଆଚାର ବ୍ୟବହାର କରିବ, ଜଣେ ସଜ୍ଜନ ହେବ ଏବଂ ସେଇ ସଜ୍ଜନ ତାର ବୃତ୍ତିଗତ କ୍ଷେତ୍ରରେ, ତାର ଯେଉଁ ଦାୟିତ୍ୱ କ୍ଷେତ୍ରରେ ସେ ନିଷ୍ଠାପର ହେବ, ସାଧୁତା ରକ୍ଷା କରିବ ଏବଂ ଏହି ସାଧୁ ବ୍ୟକ୍ତି ସେ ସମାଜର ବିଭିନ୍ନ କାର୍ଯ୍ୟରେ ନିଜକୁ ସହଯୋଗ କରିବ, ସହଭାଗୀ କରିବ, ଲୋକଙ୍କ ସହିତ ଭାବଗତ ତାର ସମ୍ପର୍କ ଯୋଡ଼ିବ, ଯାହାଫଳରେ ତାର ଯେଉଁ କର୍ତ୍ତବ୍ୟ, ସାମାଜିକ କର୍ତ୍ତବ୍ୟ, ତାହା ସେ ସମ୍ପନ୍ନ କରିପାରିବ ଏବଂ ଜଣେ ଶ୍ରେଷ୍ଠ ସଜ୍ଜନ ଭାବରେ ସେ ନିଜର ଆତ୍ମଶାନ୍ତି ପାଇପାରିବ। ଶେଷରେ ସେ ଉତ୍ସର୍ଗୀକୃତ ଭାବରେ ସେ ତାର ସାମାଜିକ ଦାୟିତ୍ୱ ନିର୍ବାହ କରିବା ସହିତ ସେ ଦେଶପ୍ରେମ ଏବଂ ରାଷ୍ଟ୍ରଭକ୍ତିରେ ସେ ନିଜର ଯେଉଁ ଅବଦାନ ତାକୁ ରଖିବ, ଯାହାଫଳରେ ସେ ଜଣେ ଶ୍ରେଷ୍ଠ ମହାପୁରୁଷ ଭାବରେ ନିଜକୁ ସାବ୍ୟସ୍ତ କରିପାରିବ। ବହୁ ବର୍ଷ ଆମର ରାମାୟଣ, ମହାଭାରତ, ଗୀତା ଏସବୁ ପଢ଼ି ପଢ଼ି ଆମର ସମୟ ବିତିଛି, କିନ୍ତୁ ଆମେ ଜଣେ ମାତ୍ର ରାମ, ଜଣେ ମାତ୍ର କୃଷ୍ଣ ଆମେ ତିଆରି କରିପାରିଲୁ ନାହିଁ। ତେଣୁ
ମୁଁ ଏତିକି ନିବେଦନ କରିବି ଆମର ଆଧ୍ୟାତ୍ମବାଦୀ ଧର୍ମଗୁରୁମାନଙ୍କୁ ସେ ସଂସାରରେ ଅସଂଖ୍ୟ ରାମ ଏବଂ କୃଷ୍ଣ ନିର୍ମାଣ କରନ୍ତୁ। ଏ ସଂସାରର ମଙ୍ଗଳ ପାଇଁ, ଏ ସଂସାରର ସୁରକ୍ଷା ପାଇଁ ଏଇ ମହାପୁରୁଷମାନେ, ଏଇ ଦିବ୍ୟାତ୍ମାମାନେ, ଏଇ ପୁଣ୍ୟାତ୍ମାମାନେ ସେମାନଙ୍କର ଯଥାର୍ଥ ଆଧ୍ୟାତ୍ମ ପ୍ରେରଣା ପ୍ରୋତ୍ସାହନ ଏ ସଂସାରକୁ ଦିଅନ୍ତୁ, ଏ ସଂସାରର ମଙ୍ଗଳ କରନ୍ତୁ, ଏ ସଂସାର ରକ୍ଷା କରନ୍ତୁ। ଜୟ ଜଗନ୍ନାଥ।